ନମସ୍କାର ସାଙ୍ଗମାନେ। କାମ ଦାମ ସାରି ପଖାଳ କରିଦେଇ ଭାବିଥିଲି ବସି ଆଜି ଟିକେ ସିରିଏଲ ଦେଖିବି ବୋଲି ସ୍ୱାମୀ ଆମର ଗୋଟେ ଶେଉଳ ମାଛ ଆଣି ମୋତେ ଧରେଇ କହିଲେ ତାକୁ କେଳେଇ ରାନ୍ଧିକି ଖାଇତେ ଦେ ବୋଲି। କ'ଣ କରିବି ଭାବି ପନିକିରେ ପିଟି ପିଟି ତାକୁ ଆଜି ମୁଁ ମାରିଲି। ତାପରେ ମାରି ସାରିଲା ପରେ ତାକୁ କାଟି ଛଡ଼େଇ ଭଲସେ କାଟି ତାକୁ ଧୋଇ ଭାବିଲି ଯାଉଛି ସୋରିଷ ଟିକେ ଭେଦେଇ ଦେବି। ସୋରିଷ ରସୁଣ ଜିରା ଲଙ୍କା ଦେଇ ବାଟିକି ଭଲସେ ତାକୁ ଝୋଳ କରିକି ଆଜି ଯେଉଁ ବର୍ଷା ପାଗ, ଆମର ଇଆଡ଼େ ପବନ ବର୍ଷା ପ୍ରବଳ। ଆପଣଙ୍କ ଆଡ଼େ ବର୍ଷା ପବନ ହେଉଛି ନା ନାହିଁ କମେଣ୍ଟରେ ମୋତେ ନିଶ୍ଚିତ ଜଣାଇବେ। ଆଉ ଶେଉଳ ମାଛର କେତେ ରେଟ୍ ଅଛି ଆପଣମାନେ ତ ଜାଣିଥିବେ। ଆମର ଶେଉଳ କିଣିକି ଅଣା ହେଇନାହିଁ, ଗଢ଼ିଆରୁ ଧରା ହେଇଛି। ତ ତାକୁ ଲୁଣ ହଳଦୀ ଗୋଳେଇ ତେଲରେ ପକେଇ କଡ଼ା କରିକି ତାକୁ ଭାଜିବେ। କଡ଼ା କରିକି ଭାଜି ସାରିଲା ପରେ ସୋରିଷ ଟିକେ ବାଟିକି ତା ଦେହରେ ଆମ୍ବୁଲ ଦେଇକି ତାକୁ ଭଲସେ ଝୋଳ କରିକି ଗରମ ଭାତ ତ ଆଜି ଉଡ଼ିଯିବ। ଆଉ ଭାବିଥିଲି ପଖାଳ ଖାଇକି ଶୋଇପଡ଼ିବି।